ଗାଡ଼ି ଯାଇ ପହଞ୍ଚି ଯାଇଥିଲା ଆମେ ବୁଲିବାକୁ ଯାଇଥିବା ଏକ ଆଦିବାସୀ ଗ୍ରାମର ଛେଳିଗୋଠ ନିକଟରେ। ମୁଁ ସେଇ ଛେଳିଗୋଠ ପାଖରୁ ହିଁ ମୋର ଭିଡ଼ିଓ କରିବା ଆରମ୍ଭ କରିଦେଇଥିଲି। ଗ୍ରାମଟି ଥିଲା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଓ କଇଁପୁର ଗ୍ରାମ ପଞ୍ଚାୟତର ତେରବ ଗ୍ରାମ। ଗ୍ରାମଟି ଉନ୍ନତ ମାନର, ସବୁ ପକ୍କା ଘରକୁ ପକ୍କା ସଡ଼କ, କୌଣସି ଝାଟିମାଟି ଚାଳଘର ଦେଖିବାକୁ ମିଳିନଥିଲା। ଗ୍ରାମଟି ପାହାଡ଼ର ନିମ୍ନ ଦେଶରେ ଥିଲା। ଚାରିପଟେ ଯେମିତି ସୁଉଚ୍ଚ ପର୍ବତମାଳା ଗ୍ରାମଟିକୁ ଘେରି ରହିଥିଲେ। ଗ୍ରାମଟି ଥିଲା ବହୁତ ଛୋଟ। ଘରଗୁଡ଼ିକ ତ ମୁଁ ଗଣିନି, ଆପଣମାନେ ମୋର ଭିଡ଼ିଓ ମାଧ୍ୟମରେ ଘର ସଂଖ୍ୟା ଯେତିକି ଦେଖୁଛନ୍ତି ବାସ୍ ସେତିକି। ଉପରେ ଗୋଟେ ଲାଇନ୍ 8-10ଟି ଘର, ତଳେ ଗୋଟେ ଲାଇନ୍ 8-10ଟି ଘର ବୋଧେ। ବହୁତ ପକ୍କା ଘର, ଝାଟିମାଟିର ଘର ନାହିଁ। ଲୋକମାନଙ୍କୁ ଘର ବିଷୟରେ ପଚାରିଥିଲି। ସେମାନେ କହିଲେ ଏହି ତିତିଲି ବାତ୍ୟାରେ ବହୁତ କ୍ଷତି ହୋଇ ଝାଟିମାଟିର ଘର ସବୁ ଭାଙ୍ଗିଗଲା ଓ ତାପରେ ଏହି ପକ୍କା ଘର ଗଢ଼ି ଉଠିଛି। ମୋର ମନେ ପଡ଼ିଲା, ହଁ ତ, ତିତିଲି ବାତ୍ୟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଆଉ ଗ୍ରାମର ଲୋକମାନେ ଚାଷ କାମ ଓ ପଶୁପାଳନ କରି ଜୀବିକା ନିର୍ବାହ କରୁଛନ୍ତି। ଗ୍ରାମରେ ପ୍ରାୟ ଛେଳି କୁକୁଡ଼ା ଚାଲୁଥିବାର ବୁଲୁଥିବାର ଦେଖିଲି। ଆପଣମାନେ ତ ମୋର ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି, କିନ୍ତୁ ଗାଈ ଗୋରୁ ପାଳିଥିବାର କାହିଁକି ଦେଖିଲିନି? ଘର ପାଖରେ ଛେଳିମାନଙ୍କର ଗୁହାଳ ଥିବାର ବି ମୁଁ ଦେଖିବାକୁ ପାଇଥିଲି। ଚାଲନ୍ତୁ ଏବେ ଚାଷ ଉପରକୁ ଯିବା। ପାହାଡ଼ ତଳ ଜମିରେ ଧାନ ଚାଷ କରିଥିବାର ଦୃଶ୍ୟ ମୋର ଏହି ମିନି ଭ୍ଲଗ୍ସର ଶେଷ ଭାଗରେ ଦେଖିବାକୁ ପାଇବେ। ଏହି ଆଦିବାସୀମାନେ ହେଉଛନ୍ତି ଶବର ସଉରା ଜନଜାତିର। ଏମାନେ ପ୍ରାୟ ପାହାଡ଼ର ନିମ୍ନ ଦେଶକୁ ଡଙ୍ଗର କହୁଛନ୍ତି। ସେଇ ଡଙ୍ଗରରେ ଚାଷବାସ କରି ଅଧିକ ଉପକୃତ ହେଉଛନ୍ତି, ଯାହା ସେମାନଙ୍କଠାରୁ ପଚାରି ବୁଝିଲି। ସେମାନେ ସେଇ ଡଙ୍ଗରରେ ଗାଣ୍ଠିଆ, ଗଙ୍ଗା, ଜହ୍ନା, ମାଣ୍ଡିଆ ଆଦି ଶସ୍ୟ ଚାଷ କରି ଫସଲ ଅମଳ କରନ୍ତି। ମାଣ୍ଡିଆ ତ ଆପଣମାନେ ଜାଣିଥିବେ, ମାଣ୍ଡିଆରେ ଜାଉ ପ୍ରସ୍ତୁତ କରି ଖାଇଥାନ୍ତି। କିନ୍ତୁ ଗାଣ୍ଠିଆ, ଗଙ୍ଗା, ଜହ୍ନା ଇତ୍ୟାଦି ଶସ୍ୟ ଚାଉଳରୁ ଭାତ ରାନ୍ଧିବା ପରିବର୍ତ୍ତେ ଏହି ଶସ୍ୟରୁ ଭାତ ରାନ୍ଧି ଖାଇଥାନ୍ତି ଓ ପାହାଡ଼ ପାଦଦେଶ ଜଙ୍ଗଲରୁ ବିଭିନ୍ନ ପ୍ରକାର କନ୍ଦା ଆଣି ଓ ବିଭିନ୍ନ ଜାତିର ଶାଗ, ପନିପରିବାରେ ତରକାରୀ ରାନ୍ଧି ଖାଇଥାନ୍ତି। ଏମିତି ଜୀବିକା ନିର୍ବାହ କରିଥାନ୍ତି। ମିନି ଭ୍ଲଗ୍ସରେ ସବୁ କିଛି ତ କହିପାରୁନି, ଯାହା କିଛି ତାଙ୍କଠାରୁ ପଚାରି ବୁଝିଥିଲି। ଏବେ ରହୁଛି। ଆପଣମାନେ ତ ମୋର ମିନି ଭ୍ଲଗ୍ସ ମାଧ୍ୟମରେ ଏହି ଛୋଟ ଆଦିବାସୀ ଗ୍ରାମଟିକୁ ଦେଖିନେଲେ। କିପରି ଲାଗିଲା ନିଶ୍ଚୟ ମତାମତ ଦେବେ। ଧାନ ଚାଷ କଥା କହୁଥିଲି ନା, ଏହି ହେଉଛି ପର୍ବତର ନିମ୍ନ ଦେଶରେ ଥିବା ପାଚିଲା ଧାନ ଶସ୍ୟ କ୍ଷେତ। ଏହି ଶବର ସଉରା ଜନଜାତିର ଲୋକମାନେ ଉପୁଜାଇଛନ୍ତି। ଧାନ କ୍ଷେତ ତ ସବୁଜ ରଙ୍ଗରୁ ହଳଦିଆ ରଙ୍ଗରେ ପରିଣତ ହେଲାଣି, ଯାହା ଖାଲି ଫସଲ ଅମଳ କରିବା ବାକି ଅଛି।